ଭଲ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର। 2 ଦିନ ଭିତରେ ସେ ଡିସଚାର୍ଜ ହେବେ। ତାଙ୍କୁ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ବର୍ତ୍ତମାନ ଅଭିଜିତ ମଜୁମଦାରଙ୍କ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଭଲ ହେଉଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ। ତେବେ ଦୀର୍ଘ ଦିନ ଧରି ସେ କୋମାରେ ଥିଲେ। ଏବେ ସୁସ୍ଥ ହେଉଛନ୍ତି ଓଲିଉଡର ଦାଦା ତଥା କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ମାସରୁ ଡାକ୍ତରଖାନାରେ ଭର୍ତ୍ତି ହୋଇ ଆଇସିୟୁରେ ଥିଲେ ଅଭିଜିତ। ଏବେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି ନିର୍ଦ୍ଦେଶକ। ଏହା ସହିତ ସେ ଏବେ ସମସ୍ତ ବିପଦରୁ ମଧ୍ୟ ମୁକ୍ତ ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ଅଭିଜିତ ମଜୁମଦାର ଗତ ସେପ୍ଟେମ୍ବରରୁ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଏବଂ ଜୀବନ ସହ ସଂଗ୍ରାମ ମଧ୍ୟ କରିଆସୁଛନ୍ତି। ପ୍ରଥମେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯିବା ପରେ ଚିକିତ୍ସା ଚାଲିଥିଲା। ସେ ପ୍ରଥମେ କୋମାକୁ ଯାଇଥିଲେ ଏବଂ କୋମା ଅବସ୍ଥାରେ ମଧ୍ୟ ତାଙ୍କର ଚିକିତ୍ସା ଚାଲିଥିଲା। ଏହା ପରେ ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ମଧ୍ୟ ରଖାଯାଇଥିଲା, କିନ୍ତୁ ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି, ଯେଉଁଥିରେ କି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ତେବେ କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ସପ୍ତାହ ଧରି ଚିକିତ୍ସା କରିବା ପରେ ଅବସ୍ଥା ବିଗିଡ଼ି ଯିବାରୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଯିବା ପରିସ୍ଥିତି ଆସିଯାଇଛି ବୋଲି କହିଛନ୍ତି ନିର୍ଦ୍ଦେଶକ। ବ୍ୟୁରୋ ରିପୋର୍ଟ, ସତେଜ ନ୍ୟୁଜ୍।